ଆମେ ଆଜି ନୂଆ ଦାୟିତ୍ୱ ଏବଂ ଜିଲ୍ଲାର ଯେତେ ସବୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଆମ ଜିଲ୍ଲାପାଳ ଏବଂ ପିଡି ଭାରି ଆକ୍ଟିଭଲି କାମ କରୁଛନ୍ତି। ଜିଲ୍ଲାପାଳ ବହୁତ ଜିନିଷ ସେ ମାନେ ବହୁତ କାର୍ଯ୍ୟ ସେ ଜିଲ୍ଲାପାଳ ଭାବରେ ଜଏନ୍ କଲା ପରେ ବହୁତ କାମ କଲେଣି। ଆଉ ଗୋଟିଏ ବଡ଼ କଥା ହେଉଛି ଏଇ ଯେଉଁ ଆମର ପ୍ଲାନିଂ କମିଟିର ଚେୟାରମ୍ୟାନଟା 2 ବର୍ଷ ହେଲା ଫାଙ୍କା ଥିଲା, ତାକୁ ସେ ଚଳଉଥିଲେ ନିଜେ କିଏ କଲେକ୍ଟର ମଧ୍ୟ ବହୁତ ଡିସିସନ୍ ନେଇପାରୁନଥିଲେ, ଯେଉଁଥିପାଇଁ କି ସେ ସମୟରେ ଟଙ୍କା ଗୁଡ଼ିକ ବହୁତ ପଡ଼ିଛି। ଏବଂ ଏବେ ଗୋଟେ ମୁଁ ଧନ୍ୟବାଦ ଦେବି ଆମର ଗଭର୍ଣ୍ଣର ଏବଂ ଆମର ସିଏମ୍ ଏବଂ ଆମର ମନମୋହନ ସାମଲ ଏବଂ ଆମର ପ୍ରତାପ ନନା ଏବଂ ଆମର ଆଉ ଯେଉଁମାନେ ଅଛନ୍ତି ଯେ ଏବଂ ଆମର ଜିଲ୍ଲାପାଳ ଏବଂ ପିଡି ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଅନୁରୋଧ କରୁଛି ଏଠିକାର ବାଲେଶ୍ୱର ଜିଲ୍ଲା ମୁଁ ଥରେ କହିଥିଲି ବାଲେଶ୍ୱର ଜିଲ୍ଲା ହ୍ୱାଟ୍ ବାଲେଶ୍ୱର ଥିଙ୍କ୍ସ ଟୁଡେ ଓଡ଼ିଶା ଥିଙ୍କ୍ସ ଟୁମରୋ। ବାଲେଶ୍ୱରଟା ସବୁ କ୍ଷେତ୍ର ଧାନ ପାନ ମିନର ଜିଲ୍ଲା ହେଉଛି ବାଲେଶ୍ୱର। ଏଠି ଶିକ୍ଷା ମାନେ ଶିକ୍ଷିତଙ୍କ ସଂଖ୍ୟା ଏଠି ବହୁତ, ଯେଉଁଟାକି ଓଡ଼ିଶାର ଯଦି ତୁଳନା କରାଯିବ 30ଟା ଜିଲ୍ଲା ଭିତରେ ବାଲେଶ୍ୱର ରହିବ ନମ୍ବର 1 ସବୁ କ୍ଷେତ୍ରରେ। ଏଠି ଜ୍ଞାନୀ ଗୁଣୀ ଏବଂ କବି ସବୁ ପ୍ରକାର ଆମର ଏଇଠି ଜନ୍ମ ନେଇଛନ୍ତି ଫକୀରମୋହନ ସେନାପତି, ଏଇଠି ଜନ୍ମ ନେଇଛନ୍ତି ରାଧାନାଥ ରାୟ, ଏଇଠି ମଧ୍ୟ ଅଭିଭକ୍ତ ବାଲେଶ୍ୱର ଜିଲ୍ଲାରେ ନେଇଛନ୍ତି ଯେଉଁଟାକି ଆମର ଭଦ୍ରକରେ ଇଏ କଣ ନା ହରେକୃଷ୍ଣ ମହତାବ। ହରେକୃଷ୍ଣ ମହତାବ ଭଦ୍ରକ ନୁହେଁ ସାର୍, ଆମର ଯେଉଁ ଲକ୍ଷ୍ମୀକାନ୍ତ ମହାପାତ୍ର ଯିଏକି ରଚୟିତା ହେଉଛନ୍ତି ଆମର ବୁଢ଼ା ଶଙ୍କାରୀ ରଚୟିତା, ଯେଉଁଟାକି ସାରା ପୃଥିବୀରେ ବର୍ତ୍ତମାନ ସେଟା ଆଦୃତ ହେଉଛି। ବଡ଼ ବଡ଼ ମନୀଷୀ ମାନେ ଏଠି ଜନ୍ମ ନେଇଛନ୍ତି। ଇଏ ମାଟି ହେଉଛି ଆମର ଇତିହାସର ମାଟି, ଇଏ ଜନ୍ମ ହେଉଛି ସ୍ୱାଧୀନତା, ଇଏ ମାଟି ହେଉଛି ସ୍ୱାଧୀନତା ସଂଗ୍ରାମଙ୍କର ମାଟି। ଇଏ ଏଠି ସବୁ ହିସାବ କଲେ ଯଦି ଥ୍ରୁଆଉଟ୍ 30ଟା ଜିଲ୍ଲାରେ ସବୁଠାରୁ ଯେଉଁ ଶିକ୍ଷିତଙ୍କ ସଂଖ୍ୟା ସବୁଠାରୁ ବାଲେଶ୍ୱର ଏବଂ କି ପଲିଟିସିଆନଠୁ ଆରମ୍ଭ କରି ସବୁ କ୍ଷେତ୍ରରେ ବାଲେଶ୍ୱର ଜିଲ୍ଲା ଆଗରେ। ମୁଁ ସେଇଥିପାଇଁ କହିଲି ନା ବାଲେଶ୍ୱର ଜିଲ୍ଲା ଆଜି ଚିନ୍ତା କରେ, ଓଡ଼ିଶା ଆସନ୍ତାକାଲି ଚିନ୍ତା କରେ, ଆଗେ ମାଟି ତାପରେ ପାଟି। ତେଣୁ ଆଜି ମୁଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ଏବଂ ଆମର ଗଭର୍ଣ୍ଣର ଏବଂ ଅନ୍ୟାନ୍ୟ ମନ୍ତ୍ରୀ ଆମର ଯେ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ଆମର ଯେଉଁ କହୁଛନ୍ତି ଯେଉଁମାନେ ଆମର ଯେଉଁଟା ଦାୟିତ୍ୱରେ ଅଛି ବାଲେଶ୍ୱର ଜିଲ୍ଲାରେ ଆମର ସବୁ MLA ମାନେ ଇଏ ପଦବୀଟି ହେଉଛି କେଉଁ ନିର୍ଦ୍ଦିଷ୍ଟ ଦଳର ନୁହେଁ। ସବୁ ଆମର ଯେଉଁ MLA ମାନେ ଅଛନ୍ତି, ଆମର ଜିଲ୍ଲା ପରିଷଦ ଅଛନ୍ତି, ଆମର ସବୁ ଯେତେ କାର୍ଯ୍ୟକ୍ରମ ସବୁ ୟା ସହିତ ସଂଶ୍ଳିଷ୍ଟ ସୂତା ଭଳିଆ ଲାଗିଛି ଚାରିଆଡ଼େ। ତେଣୁ ଆଜି ମୋ ପାଖରେ ବାଲେଶ୍ୱର ଜିଲ୍ଲାପାଳ ବି ଅଛନ୍ତି, ପିଡି ଅଛନ୍ତି, ଡାଇରେକ୍ଟର ବି ଅଛନ୍ତି। ଆମେ ଆଜି ମୁଁ ଦାୟିତ୍ୱ ନେଲି, ମୁଁ ସେଇମାନଙ୍କୁ ଶ୍ରେୟ ଦେବି ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଏବଂ ଶ୍ରେୟ ଦେବି ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନଙ୍କୁ, ଶ୍ରେୟ ଦେବି ପ୍ରତାପ ଷଡ଼ଙ୍ଗୀଙ୍କୁ ଯିଏକି ଆମର ମାନ୍ୟବର ପୂର୍ବତନ ମନ୍ତ୍ରୀ ଏବଂ ମାନ୍ୟବର MP ଏବଂ ଶ୍ରେୟ ଦେବି ଅଲ୍ MLA ମାନଙ୍କୁ। ଦଳଗତ ମତ ନିର୍ବିଶେଷରେ ସବୁ ବିଧାୟକ ମାନଙ୍କୁ ମଧ୍ୟ ମୁଁ ଶ୍ରେୟ ଦେଉଛି ଏବଂ ତାଙ୍କ ସହଯୋଗ କାମନା କରିବି। ଏବେ ଆଜି ଦାୟିତ୍ୱ ନେଲି ଆମର ଜିଲ୍ଲାପାଳ ପିଡି ତାଙ୍କର ଡେପୁଟେଡ୍ ପ୍ଲାନିଂ ଏବଂ ଯେତେ ଅଫିସର ADM ଠୁ ଆରମ୍ଭ କରି ଯେତେ ପ୍ରଶାସନିକ ଅଫିସର ନିଶ୍ଚିତ ଭାବରେ ବହୁତ ଇଏ ଯେଉଁ ଡବଲ ଇଞ୍ଜିନ୍ ସରକାର ପଇସା ଦେବାରେ କେବେ କୁଣ୍ଠାବୋଧ କରନ୍ତିନି। ଏ ଜିଲ୍ଲାକୁ ସବୁଠାରୁ ହାଏଷ୍ଟ ପଇସା ଆସିବ ଏବଂ ଏ ଜିଲ୍ଲାରେ ଯେତିକି ଯେଉଁ ପ୍ଲାନିଂ ଡିପାର୍ଟମେଣ୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଡିପାର୍ଟମେଣ୍ଟ, ଇଟ୍ ଇଜ୍ ଇକ୍ୱାଲ୍ ଟୁ ମିନିଷ୍ଟ୍ରି ଅଫ୍ ଷ୍ଟେଟ୍ ଏବଂ ଆମେ ୱି ଆର୍ ଥିଙ୍କିଂ ଆବାଉଟ୍ ରିଗାର୍ଡିଂ ଥ୍ରୁଆଉଟ୍ ବାଲେଶ୍ୱର ଜିଲ୍ଲା। ଆଜ୍ଞା ବଡ଼ କଥା ହେଉଛି ରାଜ୍ୟ ସରକାର ଠିକଣା ସମୟରେ ଠିକଣା ନିଷ୍ପତ୍ତି ନେଉଛନ୍ତି ଏବଂ ସେ ମୁଁ ବି ଜାଣିନଥିଲି ମୋତେ ଏଇ ଯେଉଁ ପ୍ଲାନିଂ କମିଟିର ଚେୟାରମ୍ୟାନ୍ ବାଲେଶ୍ୱର ଜିଲ୍ଲାରେ କହିଛନ୍ତି, ମୁଁ ବି ଜାଣିନଥିଲି। ଦେଖିଲା ବେଳକୁ ମୁଖ୍ୟମନ୍ତ୍ରୀ ମୋତେ ଫୋନ୍ କରି କହିଲେ ନନା ଆପଣ ସେଠି ଯାଇକି ଦାୟିତ୍ୱ ନେବେ ଏବଂ ଆମେ ନେଇଛୁ ଆମର ଗୋଟେ ଟିମ୍ ୱାର୍କ କରିବୁ। ଆରେ ଆମେ ଜିଲ୍ଲାରେ ଯେଉଁ ଚେୟାରମ୍ୟାନ୍ ହେଲି ଏଇଟା ମୋର କାମ ଏକୁଟିଆ ନୁହେଁ, ଇଏ ଟୋଟାଲ ଟିମ୍ ୱାର୍କରେ ଯାହା ଯାହା ଜିଲ୍ଲାର କାମ ଦରକାର ସେସବୁ କରାଯିବ ଏବଂ ତା ସଙ୍ଗେ ସଙ୍ଗେ ଆମର ବହୁତ ଫଣ୍ଡ ଯେହେତୁ ଏଠି ଚେୟାରମ୍ୟାନ୍ କେହି ନାହାନ୍ତି, କଲେକ୍ଟର ନିଜେ ଦାୟିତ୍ୱରେ ଥିଲେ, ବର୍ତ୍ତମାନ ସେ ବହୁତ ଜିନିଷ ଡିସିସନ୍ ନେଇପାରୁନଥିଲେ। କିନ୍ତୁ ବିଭିନ୍ନ ଫଣ୍ଡସ୍ ଅଛି, ଏଇ ଯେଉଁ ଆମର ଇଏ କ'ଣ ଫଣ୍ଡସ୍ ଅଛି, କ୍ରିଟିକାଲ ଗ୍ୟାପ୍ ଫଣ୍ଡ, ସେଥିରେ ମଧ୍ୟ ଯାହା ପଇସା ଥିବ ଏବଂ ପୁଣି ଆସିବ ପଇସା। ଅତୀତ 2 ବର୍ଷ ହେଲା ସେ ପଇସା ଖର୍ଚ୍ଚ ହେଇନାହିଁ, ଏବେ ଖର୍ଚ୍ଚ ଆରମ୍ଭ ହେବ
एवं तापर राज्य पैसा आसो एवं सब क्षेत्र को टीम वर्क करके इनक्लूडिंग जिला प्रशासन प्लस आमर जो पॉलिटिकल एमएलए एमपी मंत्री ये समस्त नहीं ये जिले में कार्यक्रम एवं बहुत कार्य हम जिले प्लानिंग डिपार्टमेंट गोटे मोस्ट इम्पोर्टाट डिपार्टमेंट ये डिपार्टमेंट जो पैसा आसे जो प्लानिंग बहुत समय मुझे जिलापाल साथ कथा होती मैंने कहीं पैसा पत्र आप दिखते ना जेहेतु कहीं ना प्लानिंग खर्च हो पार ना ये पैसा खर्च एवं बहुत पैसा आसो एवं माने मुख्य क्षेत्र में धन्यवाद देव आम बालेश्वर जिलापाल बालेश्वर पीडी बालेश्वर डेपुटेट ये समस्ते आलोचना कर टीम वर्क भितर आम ये जिलार उन्नयन आम जिते प्रकार कार्य करवा आम आगे थैंक यू ए चेयर दियो ना 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 जिला योजना प्रस्तुत कर